ନିଖୋଜ ହେଇଥିଲେ। ବର୍ତ୍ତମାନ ଛତାବର ମେଡିକାଲରେ ରାତି ତମାମ ମାନେ ଖୋଜାଖୋଜି ଚାଲିଲା ପରେ ସକାଳୁ ଭୋର ସକାଳୁ 5ଟା ସମୟରେ ଏକ ଗ୍ରାମବାସୀ କଣ କହିବେ, କଣ ହେଇଥିଲା ଘଟଣା? ବର୍ତ୍ତମାନ ଏଇ ସକାଳୁ ଖବର ଆସିଲା, କଣ କହିବେ? ଦେଖନ୍ତୁ, କାଲି ତ ନିଖୋଜ ଥିଲେ। ଆମେ ରାତି ସାରା ବହୁତ ଚେଷ୍ଟା କରୁଥିଲୁ, ଖୋଜୁଥିଲୁ ସେମାନଙ୍କୁ। ଆମ ଜିଲ୍ଲା ସଭାପତି ନିଜେ ପ୍ରେଜେଣ୍ଟ ଥିଲେ, ଏସଡିପିଓ ସାର୍ ଥିଲେ। ବହୁତ ଖୋଜାଖୋଜି କଲା ପରେ ବି ମିଳିଲେ ନାହିଁ। ତାପରେ ରାତି ସାରା ଖୋଜୁଥିଲୁ 4:30 ତ 5ଟା 5:30 ବେଳକୁ ଲେଡିଜ ଜଣେ କିଏ ଉପରକୁ ଗଲେ। ସେ ପଞ୍ଚାୟତ ପାଖରେ ଥିବା ଯୋଉ ପାହାଡଟା ଅଛି ସେ ଉପରକୁ ଚଢିକି ଗଲେ। ତ ହଠାତ୍ 2 ଜଣ ମାନେ ଦୌଡ଼ିବାର ଦେଖାଗଲା। ସେଥିପାଇଁ ସେଇ ଆଶଙ୍କା ନେଇକିରି ଅଛନ୍ତି ବୋଲି ସେ ଗ୍ରାମବାସୀକୁ ଏକାଠି କଲେ। ଆମେ ଏକା ବେଳେ 20-25 ଜଣ ପୁରା ଭିତରକୁ ଯାଇକି ସେମାନଙ୍କୁ ଦୌଡ଼ିକି ଧରିଥିଲୁ। ସେମାନେ ଡରେ ନା କଣ କେମିତି ଆସୁନଥିଲେ। ଗ୍ରାମବାସୀଙ୍କର ପ୍ରତିକ୍ରିୟା ଶୁଣୁଥିଲେ। ଆମେ ଘଟଣାସ୍ଥଳରେ ରାତି ତମାମ ଥିଲୁ। ଆମ ସାଙ୍ଗରେ ଅଛନ୍ତି ଜିଲ୍ଲା ସଭାପତି ବିଜେପି ଅରୁଣ କୁମାର ସାହୁ। ସେ ଘଟଣାସ୍ଥଳରେ ଥିଲେ, କଣ କହିବେ? କଣ କହିବେ ଆଜ୍ଞା? ଆପଣ ତ ନିଜେ ଘଟଣାସ୍ଥଳରେ ଥିଲେ, ସକାଳୁ ଏ ଖବର ଆସିଲା, କଣ କହିବେ? କାଲି ସନ୍ଧ୍ୟା 8:30 ବେଳେ ଖବର ଆସିଲା ଯେ ଟିକୁରି ଗ୍ରାମର 4 ଜଣ ବାଳକ ଟ୍ୟୁସନ ଯିବା ପୂର୍ବରୁ କୁଆଡ଼େ ନିଖୋଜ ହେଇଛନ୍ତି ଏବଂ ଗ୍ରାମବାସୀଙ୍କ ସହାୟତା ଏବଂ ପୁଲିସ ବାହିନୀଙ୍କର ସହାୟତାରେ ରାତି ସାରା ସେମାନଙ୍କୁ ଖୋଜାଖୋଜି ଚାଲିଲା। ରାତି 3ଟା-4ଟା ପର୍ଯ୍ୟନ୍ତ ମଧ୍ୟ କୌଣସି ଖବର ମିଳିନଥିଲା। ଆଜି ସକାଳୁ ଯେତେବେଳେ ଜଣାପଡ଼ିଲା ଯେ ସେମାନେ ଜଣେ ମହିଳା ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କର ଖବର ପାଇଲେ ଯେ ଏଇଠି ଛୁଆମାନେ ଅଛନ୍ତି, ସାଙ୍ଗେ ସାଙ୍ଗେ ଗାଁକୁ ଖବର ଦେଲେ। ଗ୍ରାମବାସୀ ଏବଂ ପୁଲିସ ବାହିନୀଙ୍କର ସହାୟତାରେ ସେମାନଙ୍କୁ ଉଦ୍ଧାର କରାଗଲା ଏବଂ ଆଜି ଛତାବର ହସ୍ପିଟାଲକୁ ଅଣାଯାଇଛି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ। ଯାହା ହଉ, ଗ୍ରାମବାସୀକୁ ଧନ୍ୟବାଦ ଦେବା ଏବଂ ଆମର ପୋଲିସ ବାହିନୀକୁ ଧନ୍ୟବାଦ ଦେବା ଏବଂ ସମସ୍ତଙ୍କର ତମାମ ସହାୟତାରେ ଆଜି ନାବାଳକମାନଙ୍କର ଖବର ମିଳିଲା ଏବଂ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ଅଣାଯାଇଛି। ତାର ଶୁଣୁଥିଲେ, ପ୍ରତିକ୍ରିୟା ଶୁଣୁଥିଲେ। ଆମେ ବର୍ତ୍ତମାନ ଯେଉଁ ଛତାବର ମେଡିକାଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ନା 4 ବାଳକର ତାଙ୍କର ଯିଏ ଅଛି, କଣ କଣ କହିବ? କୁଆଡ଼େ ଯାଇଥିଲ ବାବୁ ତମେ? କଣ କରୁଥିଲ ଜଙ୍ଗଲରେ? ଲୁଚିଥିଲ? କଣ ପାଇଁ? ମା ପିଳିଲେ? କଣ ପାଇଁ ପିଳିଲେ ମା? କଣ ଖାଇଥିଲ ରାତିରେ? ପକୁଡ଼ି ନେଇଥିଲେ ଫିକିଦେଲ? ତମେ ନିଜେ ଯାଇଥିଲ ନା ତମକୁ କିଏ ନେଇଥିଲା? ନାଇଁ, ମୁଁ ପଛେ ଏକଲା ଗଲି। ଆପଣମାନେ ଆଗ ଯାଇଥିଲେ ନା 3 ଜଣ। ଓହୋ, ସେ କଣ କରୁଥିଲ ତମେ? କିଛି ନାହିଁ। ବର୍ତ୍ତମାନ ଶୁଣୁଥିଲେ, ପ୍ରତିକ୍ରିୟା ଶୁଣୁଥିଲେ। ଆଉ ଯୋଉ ଛୋଟ ଛୁଆ ଅଛନ୍ତି, ବାବୁ ତୋ ନା କଣ? ତମେ କୁଆଡ଼େ ଯାଇଥିଲ? ମୁଁ ସେମାନଙ୍କ ପଛେ ପଛେ ଯାଇଥିଲି। କଣ କରୁଥିଲ ସେଠି? କିଛି ନାହିଁ। ରାତିରେ କଣ କରୁଥିଲ ସେଠି? କେମିତି ରହିଲ? ବର୍ତ୍ତମାନ ଶୁଣୁଥିଲେ ନାବାଳକ ନିଖୋଜ ହେଇଥିବା ପ୍ରତିକ୍ରିୟା ଶୁଣୁଥିଲେ। ଆମେ ବର୍ତ୍ତମାନ ଛତାବର ମେଡିକାଲରେ ଅଛୁ। ବର୍ତ୍ତମାନ ପୋଲିସ ଏସଡିପିଓ ରାତି ତମାମ ଚାଲିଥିଲା, ତନାଘନା ଚାଲିଲା ପରେ ଏଇ ସଫଳତା ମିଳିଛି। ଦେଖିବାକୁ ପଡ଼ିଲେ ରାତିରେ ଏତଲା ହେଇଛି। ତାଙ୍କ ମା ଯାହା ପ୍ରତିକ୍ରିୟା ଦଉଥିଲେ, ନାବାଳକର ସ୍ୱାସ୍ଥ୍ୟ ବର୍ତ୍ତମାନ ପରୀକ୍ଷା ଚାଲିଛି। ଆମ ଘରେ ଅଛନ୍ତି ଡକ୍ଟର ପାଣି ବାବୁ। ଯେଉଁ ନିଖୋଜ ଥିବା 4 ନାବାଳକ, ତାଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଥିଲା। ମାନେ କଣ କହିବେ ସାର୍? ବର୍ତ୍ତମାନ ଆମେ କାଲି ଅଭାବନୀୟ ଘଟଣା ଘଟି ଯାଇଥିଲା ଏଇ ଟିଙ୍ଗିବି ଗ୍ରାମରେ। ତ ପାଖ ଅଛି 2-3 କିଲୋମିଟର। ଆଜି ସକାଳୁ ସକାଳୁ ଆଣିକି ଚିକିତ୍ସା ହେଲା। କଣ କଣ ଦେଖୁଛି, କଣ କହିବେ? ସାର୍, 4 ଜଣ ଛୁଆକୁ ତ ଏବେ ଅଣା ହେଇଥିଲା ହସ୍ପିଟାଲରେ। ସେମାନଙ୍କ ଚେକଅପ୍ ବି ସବୁ ଜିନିଷ ହେଲା। ପ୍ରାୟ ସମସ୍ତେ ଷ୍ଟେବୁଲ୍ ଅଛନ୍ତି। ଫିର୍ ବି ଆମେ ଟିକେ ତାଙ୍କର ବ୍ଲଡ଼ ଟେଷ୍ଟ ଆଉ ନର୍ମାଲ ଚେକଅପ୍ ଯାହା ବି ଚାଲିଛି, ସବୁ ଜିନିଷ ଗୁଡ଼ା ହେଇଗଲାଣି। ପ୍ରାୟ ରିପୋର୍ଟ ଏବେ ଯାଏ ଆସିନି, ବଟ୍ ଫିଜିକାଲି ଏପିରିଏନ୍ସ ଅନୁସାରେ ଛୁଆ ଗୁଡ଼ା ସମସ୍ତେ ଷ୍ଟେବୁଲ୍ ଅଛନ୍ତି। ଖାଲି ପ୍ୟାନିକ୍ ଟିକେ ଅଛନ୍ତି, ମାନେ ଡରି ଯାଇଛନ୍ତି କିଛି ବି କାରଣ ପାଇଁ। ଯେଉଁ ରାତି ସେମାନେ ଯାହା ବି ଜଙ୍ଗଲରେ ସେମାନେ ଏତେ ଟାଇମ୍ ଯେଉଁ ଷ୍ଟେ କରିଗଲେ, ସେଥିପାଇଁ ଟିକେ ପ୍ୟାନିକ୍ ହେଇଯାଇଛନ୍ତି। ବଟ୍ ସ୍ୱାସ୍ଥ୍ୟ ଅବସ୍ଥା ଦେଖିବେ ହେଲେ ଆଗ ଅପେକ୍ଷା ବହୁତ ଭଲ ଅଛି। ତ ରିପୋର୍ଟ ଆସିଲା ପରେ ଆଉ ମ୍ୟାକ୍ସିମମ୍ ଜିନିଷ ଯାହା ହେଲା ଆମେ କ'ଣ କହିପାରିବା ସେଇ ଜିନିଷ ଉପରେ। ବଟ୍ ଆମେ ଯଦି ଓଭରଅଲ୍ ଦେଖିବା ହେଲେ ସେମାନେ ଷ୍ଟେବୁଲ୍ ଅଛନ୍ତି। ବହୁତ ଭଲ। ବିଶେଷ କଣ ମାନେ କଣ କୁହାଯାଇପାରେ ବର୍ତ୍ତମାନ ଏଇ ଘଟଣାକୁ? ଏଇ ଆପଣ ଡକ୍ଟର ହିସାବରେ କଣ କହିବେ? ଦେଖନ୍ତୁ, ମୁଁ ତ ପ୍ରପର ହିଷ୍ଟ୍ରିରେ କହିପାରିବିନି। ଛୁଆ ଗୁଡ଼ା ଯେହେତୁ ଟିକେ ଡରିକି ଅଛନ୍ତି, ଏତେ ଟିକେ ଖୋଲିକି ସେମାନେ ଏକ୍ସପ୍ରେସ୍ କରିପାରୁନାହାନ୍ତି। ବଟ୍ ଯାହା ବି ସେମାନେ କହୁଥିଲେ କି ଟ୍ୟୁସନ୍ ସରିଲା ପରେ ସେମାନେ ମେ ବି ଭୋଜି କରିବା ପାଇଁ ଯାଉଥିଲେ। ଆଉ ଗଲାବେଳେ ସେଇ ଜାଗାରେ ଜଣଙ୍କ ସହିତ ଜଣେ ଯାହାକୁ ପଚାରିଲେ, ସେ କହୁଛି ମୁଁ ତା ସହିତ ପଳେଇଲି, ତା ସହିତ ଗଲି। ଏମିତି ଯାଇକି ସେମାନେ ପଳେଇଥିଲେ ଭୋଜି କରିବା ପାଇଁ। ବଟ୍ ସନ୍ଧ୍ୟା ହେଇଗଲାରୁ ସେମାନେ ଆଉ ସେ ଜଙ୍ଗଲରୁ ଫେରି ପାରିନାହାନ୍ତି। କିଛି ବି କାରଣ ପାଇଁ ସେମାନେ ରହିଯାଇଛନ୍ତି। ଆଉ ରାତି ଯାକ ସେମାନେ, ଯେହେତୁ ହାତୀ ବି ପ୍ରବଣ ଏରିଆଟା,
तो मे भी हाथी बोली से डर रे फेरी पारि ना घर को आ से जंगल ही रात रही जाइए जोड़ा सका गाँव वाला पुलिस पाई हॉस्पिटल नहीं आसले डॉक्टर साहेब प्रतिक्रिया शुणुले बर्तमान छुआ मैंने स्टेबल अच्छा आम आशा करवा माने स्टेबल भल अच्छा आम घर बापा अच्छा से नाबालकर माने कौन कहे आम तो राति सारा थिलु आम सांगे भी थे कौन घटना कौन माने कौन हो पारे कौन कहे से तो नाबालक किए शिक्षा देता कौन देता से विषय कौन कहे बर्तमान छुआ मैंने छुआ को पाइक आप कौन कौन कहे केते खुशी मैं तो बहुत गर्वित है क्या श्रेय देवे बर्तमान राति तुम जिला नहीं, जिला- सभापति गाँ लोक नहीं गाँ एसडीपीओ पुलिस नहीं। आम थिलु भी पहले तो आम ग्रामवासी भाई भाई मान को मुझे बहुत श्रेय देवी तापर आमर देवगढ़ जिलार जिला सौदर कुमार साहब आई 3:30 बजे गले प्रेस भाई कुना भाई भी से बहुत सहयोग कले से मत रात्रि जाक मत सहयोग कर आमर प्रशासन विभाग भी श्रेय देवी समस्त मत सहयोग कर देवगढ़ देवानंद नायक खबर ओडिशा।